ପାଇଁ ତତେ ବିଶେଷ ଧନ୍ୟବାଦ। ଆଉ କ'ଣ ଖବର କୁହ? ନା 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 କାଲି ରାମଚନ୍ଦ୍ର ରାଜା ହେଲେ ଭରତ ଦାସ ହେବ। ତୁ ଦାସୀ ହୋଇ ଖଟିବୁ। କହିଲେ ତୋତେ ଲଜ୍ଜା ଲାଗୁନାହିଁ? ତୋ ମୁହଁରେ କ'ଣ ଏପରି ଭାଷା ଶୁଣିବାକୁ ପାଉଛି? ତୁ ହେଉଛୁ ପ୍ରକୃତ ଘର ଭାଙ୍ଗି। ଭରତ ଶପଥ ଦେଇ ପଚାରୁଛି ଛଳ ତେଜି କହ ସତ ଆନନ୍ଦ କାଳରେ ମନ ତ କାହିଁକି ବିଷାଦ ହୁଏ ଆଲୋ ଏ ରାଣୀମା ଭଲ କହିଲେ ମନ୍ଦ ବୁଝୁଛୁ। ତୋ ଭଲ ପାଇଁ କହୁଛି ଲୋ ରାଣୀ। ଭରତ ଦାସ ହୋଇ ଖଟିବ, ତୁ ଦାସୀ ହୋଇ ଖଟିବୁ। ତୋ ଚିନ୍ତା ପାଇଁ ମୁଁ କହୁଅଛି ଲୋ ରାଣୀ। ବିଚାର କରନ୍ତି ରାଣୀମା। କପଟ ଭରାଏ ମିଠା କଥା ଶୁଣି ଅଳ୍ପ ବୁଦ୍ଧି କହେ ସୁରମାୟା ବସ ବୈଦିକ ବନ୍ଧ ସମ ବିଶ୍ୱାସୀ ମନ୍ଥରା ରାଣୀମା କହିଲୁ ମୁଁ ଏଇ ରାମ ଯଦି ରାଜା ହେବ କୌଶଲ୍ୟା ହେବ ରାଜମାତା ଆଉ ତୁ କହୁଛୁ ମୁଁ ହେବି ଦାସୀ। ନା ସପତ୍ନୀ ବିବାଦ କେବେ ଭୁଲିବା ଜୀବନ। ମୁଁ ଏବେ କ'ଣ କରିବି? ତୁ କ'ଣ କଲେ ମୁଁ এই বিপদের উল্লেখ্য পাইবি। খোলি করে কহ মন্থরা, খোলি করে কহ। আজি মহারাজଙ୍କର ସେଇ କଥା ମନେ ପକାଅ ରାଣୀମା। କେଉଁ କଥା? ଚିନ୍ତା କର। ହରେ ଦାସୀ ଡାର କଟବାଣୀ ଶୁଣି କହିକି ଲାଜିଗଲି ଶୁଣି କଥା ନ ପାରନ୍ତି କହି ସ୍ୱେଦ ଧରି ଅଙ୍ଗୁ ଦେହ ଧରି ରମ୍ଭା ପଡ଼ି ଦେଖିରନ୍ତେ ଯିବ କାମ କୋଟି କୋଟି କପଟ କାହାଣୀ ଫାନ୍ଦି କହି ଧୈର୍ଯ୍ୟ ଧର ବୋଲି ପୁଣି ପ୍ରବୋଧ ଦିଆଇ କୁପାଠ ପଢ଼ାଏ ତାରେ କଠିନ ପଢ଼ାଏ ଶୁଖିଲା କାଠ ଯେ ସୋମେ ନୂଆଇ ନ ହୁଏ ଆଜି ଯାଏ ମୋର ଚରଣୀ କାର ଅହିତ ତ କରି ନାହିଁ ବିଧାତା କି ପାପ ଲାଗି ଏକାବେଳେ ଦାରୁଣ ଦୁଃଖ ତୋ କଥାରେ ଏବେ ପୁଅକୁ ଦେବି ପୁତ୍ର ପୋତି ଦେବି ତ୍ୟାଗୀ ଗୁରୁ ମୋର ଦୁଃଖ ଦେଖି ତୁ କହୁଛୁ କି ନ କରି ନିଜ କହେ ଚିଠି ମୃଦୁବାଣୀ କଠିନ ଅନ୍ତରେ ମଧୁମୁଖା ମୋହରା କି ମୁଗ ତାର ଧରେ ମନେ ଅଛି କି ନାରାୟଣୀ କହିଥିଲ ବାରେ ଦୁଇ ବର ପ୍ରାପ୍ୟ ଦେବ ଏହି ରାଜା ଠାରେ ଭୁକୁ ଭରି ମାଗବାଜି ସେଇ ଦୁଇ ବର ରାମ ଜାନ୍ତୁ ମନେ ସୁତ ରାଜ୍ୟ ଶୁଣ ରାଣୀମା, ସେଇ ମହାରାଜ କହିଥିଲେ ସେଇ ଦୁଇଟି ବର ତାହେଲେ ସମୟ ଏଇଟା ଚିନ୍ତା କର ରାଣୀମା।
সেই দুইটি বড় দেবে মাগ সেই দুইটি বড় মহারাজকে পাতকিনি